ପିଲାମାନେ ଆମେ ଆଜି ପଢ଼ିବା ଆମ ଚତୁର୍ଥ ଶ୍ରେଣୀର ପାଠ 3 ବିଷୟଟା ହେଲା ଆମ ଚାରିପଟର ସଂରଚନା। କ'ଣ ଆମ ଚାରିପଟର ସଂରଚନା ଅଛି ସେ ବିଷୟରେ ଆମ ଯେଉଁ ଚତୁର୍ଥ ଶ୍ରେଣୀ ପାଠ 3 ଗଣିତ ବହିରେ ଦେଖିବା, ତାକୁ ବୁଝିବା, ଭଲ ଭାବରେ ମନ ଦେଇ ଶୁଣିବ, ସେ ବିଷୟରେ ଆମେ ଆଜି ଜାଣିବା। ଜମା ବି ସ୍କିପ୍ କରିବ ନାହିଁ, ସ୍କିପ୍ କଲେ ଜମା ବୁଝିପାରିବ ନାହିଁ। ଯଦି ଆମ ଚ୍ୟାନେଲକୁ ପ୍ରଥମ କରି ନୂଆ କରି ଆସିଥିବ ପିଲାମାନେ ଗୋଟିଏ ସବସ୍କ୍ରାଇବ୍ କରିଦେବ। ଆଉ ଆମ ଚ୍ୟାନେଲଟିର ନାଁ ହେଉଛି ଶିଶୁ ବାଟିକା ଓଡ଼ିଆ। ଦେଖ ଆମ ଚାରିପଟର ସଂରଚନା ଦେଇଛି, ଦେଖ ପିଲାମାନେ ତମ ବହିଟି କେତେ କଲରଫୁଲ୍ କରିଛି। ଆସ ଗଣିବା। ତୁମେ ତ ଗଣି ଶିଖିଛ, ତମକୁ ଶିଖା ହେଇଛି ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀରେ ସବୁ ଗଣନ ସଂଖ୍ୟା ଜାଣିଛ। ଆଜି ଆମେ ସେ କ'ଣ ସଂରଚନା ଦେଇଛି ଆମେ ସେ ବିଷୟରେ ଜାଣିବା। ମାୟାଧର ବାବୁଙ୍କ ବଗିଚାରେ ଅନେକ ନଡ଼ିଆ ଗଛ ଅଛି। ମାୟାଧର ବାବୁ ବୋଲି ଜଣେ ଲୋକ ଥିଲେ, ତାଙ୍କ ବଗିଚାରେ ଅନେକ ଗୁଡ଼ିଏ ନଡ଼ିଆ ଗଛ ଅଛି। ଚିତ୍ରରେ ସମସ୍ତ ଗଛ ଉପରି ଭାଗଟି ଦିଶୁଛି। ମାୟାଧର ବାବୁଙ୍କ ବଗିଚାରେ କେତୋଟି ନଡ଼ିଆ ଗଛ ଅଛି? ଆମେ ଏଇ ନଡ଼ିଆ ଗଛକୁ ପିଲେ ଗଣିକିରି କହିବା କେତୋଟି ନଡ଼ିଆ ଗଛ ଅଧିକା ଗଣିଲ ଅଛି, କହିପାରୁଛୁ ନା ନାହିଁ? ଗଣିଆ 1 2 3 4 5 6 7 8 9 ଏଇଭଳି ଭାବରେ ଗଣିକିରି ତୁମେ ବର୍ତ୍ତମାନ କୁହ କେତୋଟି ନଡ଼ିଆ ଗଛ ଅଛି, ଗଣିକିରି କୁହ। ହେଲା, ଆଉ ଗୋଟେ ସହଜ ଉପାୟରେ ଯଦି ଆମେ କହିପାରିବା ନଡ଼ିଆ ଗଛ କି ଗଣିପାରିବା 1 2 3 4 5 6 7 8 9। ହେଲା, କେତେଟା ନଡ଼ିଆ ଗଛ ଗୋଟେ ଧାଡ଼ିରେ ଅଛି? 1 2 3 4 5 6 7 8 9। 9ଟା ଧାଡ଼ି, 9ଟା ନଡ଼ିଆ ଗଛ ଅଛି। ଯଦି ଆମେ ତୃତୀୟ ଶ୍ରେଣୀରେ ଯେଉଁ ଗୁଣନ ଖନ୍ଦା ଶିଖିଥିଲେ ମନେ ପଡ଼ୁଛି ନା ନାହିଁ, ନା ସବୁ ଭୁଲିଗଲଣି? ସେ ଦେଖ ଆମେ ଏମିତି ଗୋଟି ଗୋଟି ମିଶେଇବା ଅପେକ୍ଷା ଶୀଘ୍ର କରିବା ପାଇଁ ଆମେ ଗୁଣନ କରିଦେବା। 9ଟା ଧାଡ଼ି, 9ଟା ନଡ଼ିଆ ଗଛ, ନୂଆ 81ଟି ଅଛି ନଡ଼ିଆ ଗଛ। ଆରେ ପିଲାମାନେ, ତାହେଲେ ତୁମେ କିପରି ଜାଣିଲ? ତୁମେ କେମିତି ଜାଣିଲ? କେମିତି ଜାଣିଲ? ଗଣିକିରି ଜାଣିଲ। ଆଉ କ'ଣ କରିକିରି ଜାଣିଲ? ବା ଧାଡ଼ି ସଂଖ୍ୟା ନଡ଼ିଆ ଗଛ ସଂଖ୍ୟାକୁ ଗୁଣି ଦେଲ। ନାରେ ପିଲାମାନେ, ଧାଡ଼ି ସଂଖ୍ୟା ଆଉ ନଡ଼ିଆ ଗଛକୁ ଗୁଣି ଦେଲ। କେମିତି ଜାଣିଲେ? ଦେଖ ଏଇଠି ଭଲ ଭାବରେ ତମକୁ ମୁଁ ବୁଝେଇ ଦେଉଛି, ତୁମେ ଜାଣିପାରିବ। ଆମର କ'ଣ ଥିଲା? ନଡ଼ିଆ ଗଛ ଧାଡ଼ି ସଂଖ୍ୟା କେତେ ଥିଲା? ନଡ଼ିଆ ଗଛ ସଂଖ୍ୟା ଥିଲା 9ଟି। ଆଉ ନଡ଼ିଆ ଗଛ କେତୋଟି ଧାଡ଼ିରେ ଲଗା ହେଇଛି? ନଡ଼ିଆ ଗଛ ଧାଡ଼ି ସଂଖ୍ୟା ହେଲା କେତେ? ଦେଖ 9ଟି। ତାମାନେ କେମିତି ଜାଣିପାରିବା? ତାହେଲେ ନଡ଼ିଆ ଗଛ ସଂଖ୍ୟା କେତେ ଜାଣିପାରିବା? ନଡ଼ିଆ ଗଛ ସଂଖ୍ୟା ମୋଟ କେତେ? ମୋଟ ଇଜିକାଲ କେତେ? 9 × 9 କେତେ ହେଲା? 81ଟି। କେତେ ହେଲା? 81। ଦେଖ ନଡ଼ିଆ ଗଛ ଧାଡ଼ି ସଂଖ୍ୟା ହେଲା 9ଟି। ନଡ଼ିଆ ଗଛ ଧାଡ଼ି ସଂଖ୍ୟା ହେଲା 9ଟି। ନଡ଼ିଆ ଗଛ ସଂଖ୍ୟା ହେଲା 9ଟି। ମୋଟ ନଡ଼ିଆ ଗଛ ସଂଖ୍ୟା ହେଲା ନୂଆ 81ଟି। ଆରେ ପିଲାମାନେ, ତାପରେ ସେ କହିଛି ଲୋପା ମାଉସୀ ପତ୍ର ବ୍ୟବହାର କରି ଚଉପତି ଦାନା ତିଆରି କରିଛନ୍ତି। କ'ଣ? ଚଉପତି ଦାନା ତିଆରି କରିଛନ୍ତି। ଚଉପତି ଦାନା କହିଲେ କ'ଣ ବୁଝୁଛ? ଚଉପତି ଦାନା ତିଆରି କରୁଛନ୍ତି। ଦେଖ ଚଉପତି ଦାନାକୁ ଏଇଟା ସବୁ ଅଛି, ଚଉପତି ଦାନା ତିଆରି କରିଛନ୍ତି। ଚଉପତି ଦାନା ସଂଖ୍ୟା କେତେ ଗଣିଦେବା। ଚଉପତି ଦାନା ସଂଖ୍ୟା 1 2 3 4 5 6 7 8 9 10 11 ଏମିତି ସବୁ ଗଣିକିରି ତୁମେ ବର୍ତ୍ତମାନ ସଂଖ୍ୟାଟି ଏଠି ଲେଖିବ। ତାପରେ ସେ ଲୋପା ମାଉସୀ ନଡ଼ିଆ ଲଡ଼ୁ, କ୍ଷୀର, ପେଡ଼ା ଟ୍ରେନରେ ସଜାଇ ରଖିଛନ୍ତି। ସବୁ ଟ୍ରେରେ ଏକ ପ୍ରକାର ଜିନିଷ ଗୁଡ଼ିକୁ ସଜାଯାଇଛି। ଟ୍ରେ ଗୁଡ଼ିକ ଗୋଟିଏ ପରେ ଗୋଟିଏ ରଖାଯାଇଛି। ଦେଖ ଏଇଟା ଗୋଟେ ଟ୍ରେ ଅଛି, ସେଠି ସବୁ ନଡ଼ିଆ ଲଡ଼ୁ ଆଉ କ୍ଷୀର ପେଡ଼ାକୁ ସବୁ ସଜା ହେଇଛି। ଦେଖ କ୍ଷୀର ପେଡ଼ା କ'ଣ ଧଳାରେ ଅଛି, ଆଉ ନଡ଼ିଆ ପେଡ଼ା ସବୁ ଛୋଟ ଛୋଟ ହେଇକିରି ସଜା ଯାଇଛି। ତାହେଲେ ସମସ୍ତ ଟ୍ରେରେ ମୋଟ କେତୋଟି ନଡ଼ିଆ ଲଡ଼ୁ ଅଛି? ତାହେଲେ ଗଣିଦେବ ଗୋଟି ଗୋଟି କରି।
କେତୋଟି ନଡ଼ିଆ ଲଡ଼ୁ ଅଛି। ନଡ଼ିଆ ଲଡ଼ୁଗୁରା କେମିତିଆ ଦେଖାଯାଉଛି ଦେଖ, ମାଟିଆ। 1 2 3 4 5 6 7 8 9 10 11 12। ଏଠି କେତେ ଲେଖିବ? 12। ଟ୍ରେରେ ମୋଟ କେତୋଟି କ୍ଷୀର ପେଡ଼ା ଅଛି? କ୍ଷୀର ପେଡ଼ା ଗୁଡ଼ିକ ଗଣିଦେବ। 1 2 3 4 5 6 7 8 9 10 11 12 13। ଏଠି କେତେ ଲେଖିବ? 13। ୟା ପରେ ଆସିଲେ ଆମେ ସଂଖ୍ୟା ଗଣିକିରି ସବୁ ଜାଣିଲେ ନଡ଼ିଆ ଗଛ ପେଡ଼ାକୁ। ତାପରେ ଆସିବା ମୁଦ୍ରା। ମୁଦ୍ରା କହିଲେ କଣ ବୁଝୁଛ? ଟଙ୍କା ପଇସା। କଣ? ଟଙ୍କା। ଆମେ ଯୋଉ ସବୁ କୁରୁକୁରି ଖାଉଛେ, ବିସ୍କୁଟ ଖାଉଛେ, ମାମା ବାବା ଘରେ ବାବା, ମଉସା ମାଉସୀ, ମାମୁଁ ମାଇଁ ଯିଏ ବି ଅଛନ୍ତି, ଆମେ ସବୁ ଟଙ୍କା ମାଗିକିରି ନଉଛେ। କୁରୁକୁରି ଖାଉଛେ, 5 ଟଙ୍କା ନଉଛେ, ଗୋଟେ କୁରୁକୁରି ପାକେଟ ଆଣୁଛେ, ବା ବିସ୍କୁଟ ଗୋଟେ 5 ଟଙ୍କିଆ ଆଣୁଛେ। ସବୁ ଆମେ ଜାଣିଛେ। ଟଙ୍କା କଣ ଆଉ ପଇସା କଣ ଆଜି ଆମେ ଜାଣିବା। ଦେଖ, ଇତିଶ୍ରୀ ଓ ବିମଳ ନିଜର ଖେଳନା ଗୁଡ଼ିକୁ ନିଜ ନିମ୍ନ ପ୍ରକାର ସୁନ୍ଦର ଭାବରେ ସଜାଯାଇଛି। ଦେଖ, ଏଇଠି ଗୋଟେ ତାର ଟଙ୍କା ଖେଳନା ଗୁରେ ଅଛି, ସେ ସଜେଇଛନ୍ତି। ସବୁ ଚିହ୍ନିଛ ନା ନାହିଁ? ଆମ ତୃତୀୟ ଶ୍ରେଣୀର ଥିଲା ପଇସା, ଏଇ ଖେଳନା ସବୁ ନୋଟ ଖେଳନା ଦେଖିଥିଲ। ଟଙ୍କା ପଇସା ହିସାବ ମଧ୍ୟ ସେ ଜାଣିଥିଲ। ମନେ ଅଛି ନା ନାହିଁ? ତେଣୁ ସେ ବିଷୟରେ ଆଜି ଆମେ ପୁଣି ଆଉ ଥରେ ଆଲୋଚନା କରିବା। ମୋଟ ମୂଲ୍ୟ କେତେ? ମୋଟ ମୂଲ୍ୟ କେତେ? ତାହେଲେ ଆମେ ଜାଣିବା, ଏଇଠି ଯୋଉ ଟଙ୍କା ଗୁଡ଼ିକ ରଖା ହେଇଛି, କଏନ ଟଙ୍କା ଗୁଡ଼ିକ ଏଇଠି ମିଶେଇକିରି ଲେଖିବା ତା ମୋଟ ମୂଲ୍ୟ କେତେ। ଏଠି କେତେ ଟଙ୍କିଆ ଅଛି? ଗୋଟେ 10 ଟଙ୍କିଆ ଅଛି, ଗୋଟେ 5 ଟଙ୍କିଆ ଅଛି, ଗୋଟେ 10 ଟଙ୍କିଆ, 5 ଟଙ୍କିଆ, ଏଇଟା ଗୋଟେ 20 ଟଙ୍କିଆ ଅଛି। ଚିତ୍ରରେ ତ ଝାପ୍ସା ଟିକେ ଜଣା ପଡୁଛି, ଜଣା ପଡୁନାହିଁ। ଯାହାର କ୍ଲାରିଟି ଆଉଛି ହିସାବ କରି ଲେଖିବ। 5 ଟଙ୍କିଆ ଯେତେଟା ଥିବ ମିଶେଇ ଦବ। 5 5 10 5 15, ଏଇଟା 5 5 10 5 15 5 20। ୟା ପରେ 10 ଟଙ୍କିଆ, 10 10 20 30 40, ଏଇଟା ଗୋଟେ 20 ଟଙ୍କା। 40 50 60 60, ଏଇ 10 20 କେତେ ହେଲା? 60 70 80 ଟଙ୍କା ହେଲା। ବୁଝିପାରିଲ ନା ନାହିଁ? ସେହିପରି ଭାବରେ ଟଙ୍କା ଗୁଡ଼ିକୁ ମଧ୍ୟ ଲେଖାଯାଇଛି, ହିସାବ କରି ଲେଖିବ। ତୁମେ ଏସବୁ କିପରି ଗଣିଲ? ଶ୍ରେଣୀରେ ଆଲୋଚନା କର। ତୁମେ 1 ଟଙ୍କିଆ, 2 ଟଙ୍କିଆ, 5 ଟଙ୍କିଆ ଆଉ 10 ଟଙ୍କିଆ ଖେଳନା ନୋଟ ବ୍ୟବହାର କରି 36 ଟଙ୍କା, 125 ଟଙ୍କା ଓ 183 ଟଙ୍କା ଦର୍ଶାଅ। ତୁମେ କେତେ ଟଙ୍କା ସଜାଇ ତାହାର ପରିମାଣ ତୁମ ସାଙ୍ଗକୁ ପଚାର। ତୁମେ ବର୍ତ୍ତମାନ ଦଳରେ, ତୁମେ ଯୋଉଠି ସାଙ୍ଗସାଥି ଅଛ ସେଇଠି ବର୍ତ୍ତମାନ କେତେ ଟଙ୍କିଆ, 2 ଟଙ୍କିଆ, 5 ଟଙ୍କିଆ କେତେ ଟଙ୍କିଆ ନେଇକିରି 136 ଟଙ୍କା ହେଲା, ସେଟା ହିସାବ କରି କହିବ ହେଲା। ତାପରେ ଆମେ ଜାଣିବା, ଏଠି ମଧ୍ୟ ଦେଇଛି ଦୁଇଟି ଉପାୟ। ଦେଖ କଣ ଦେଇଛି? ଇତିଶ୍ରୀ ଆଉ ବିମଳ ତାଙ୍କ ଯୋଉ ପ୍ରତ୍ୟେକ ଚିତ୍ରରେ ଥିବା ମୁଦ୍ରା ସଂଖ୍ୟାକୁ ତ୍ରିଭୁଜ ଭିତରେ ଲେଖା ହୋଇଛି, ଲେଖା ଯାଇଛି। ଲେଖା ଭିତରେ କଣ କଣ ଅଛି ଦେଖିବା। ଦେଖ, ଏଇଠି ଅଛି କଣ? 1 2 3, ତିନିଟା ମୁଦ୍ରା 3 ଲେଖିଲା। ଏଠି କେତେ ମୁଦ୍ରା ଅଛି? 1 2 3 4 5, ପାଞ୍ଚଟା ମୁଦ୍ରା 5 ଲେଖିଲା। ଏଠି ସେମିତି କଣ ଦବ? 1 2 3 4 5 6 7 8 9 10 11 12 13 14 15 16 17 17 ଲେଖିଦବ। ଏଠି ମଧ୍ୟ ଗଣିକିରି ଲେଖିଦବ। ଏଠି ଗୋଟିଏ ଅଛି, ଗୋଟେ 1 ଲେଖିଦବ। ଏଠି ମଧ୍ୟ ଗଣିକିରି ଲେଖିଦବ। ବିମଳର ସେମିତି ଏଠି 4ଟା ମୁଦ୍ରା ଅଛି, 4 ଲେଖା ହେଇଛି। ଏଠି ଅଛି କେତେଟା ମଧ୍ୟ ଗଣିକିରି ଲେଖିଦବ। 1 2 3 4 5 6 7 8, ଏଠି ଲେଖିଦବ 8। କେତେ ଲେଖିଦବ? ଏଠି ଲେଖିଦବ ମଧ୍ୟ 8। ଏଠି ମଧ୍ୟ ଗଣିକିରି ତୁମେ ଲେଖିଦବ। ତୁମେ ସବୁ ଜାଣିଛ, ତୁମକୁ ଟିକେ ଆଉ ଥରେ ମନେ ପକାଗଲା। ଚାଲ ଦେଖିବା ଆର ପେଜରେ କଣ ଅଛି। ଆଉ ଗୋଟେ କଥା ପିଲାମାନେ ଲକ୍ଷ୍ୟ କରୁଥିବ, ଇତିଶ୍ରୀ ଯୋଉ ଟଙ୍କା ଗୁଡ଼ିକ ସଜେଇଛି ଦେଖ, 3 5 7 1 17 11। ଲକ୍ଷ୍ୟ କରିଦା। ବିମଳ ଯୋଉ ସଂଖ୍ୟା ଗୁଡ଼ିକ ସଜେଇଛି, 4 ଅଛି, ଏଠି 8ଟି ସଂଖ୍ୟା ମୁଦ୍ରା ଅଛି, ଏଠି 12ଟି ମୁଦ୍ରା ଅଛି, ଏଠି 14ଟି ମୁଦ୍ରା, ଏଠି 6ଟି ମୁଦ୍ରା ଅଛି। ଦେଖୁଛ? ତାପରେ ଆର ପେଜରେ ଦେଖ, ଏପଟେ କହିଲା ବିମଳର ସଜ୍ଜୀକରଣକୁ ବର୍ଣ୍ଣନା କର, ତାର ସଂଖ୍ୟା ଗୁଡ଼ିକୁ ଲେଖ। ବିମଳର ସଜ୍ଜୀକରଣକୁ ଦେଖ କଣ କରିଥିଲା ସେ। ବିମଳ ଯୋଉ ସଜ୍ଜୀକରଣ କରିଥିଲା ସେ ସବୁ ଦେଖ। ତାର 4 ନେଇଛି, 8 ନେଇଛି, 12 ନେଇଛି, 14 ନେଇଛି, 35 ନେଇଛି। ଏଇ ସଂଖ୍ୟା ଗୁଡ଼ିକୁ ସେପଟେ ଲେଖିଦବା ହେଲା। ୟା ପରେ ଲେଖିଦବା କଣ? 4 8 12, 4 8 6 12 14, ଏଠି ଲେଖିଦବ।
कौन लिखिदेव देख 4 8 6 12 14 इतिश्री सज्जीकरण कौन अच्छी इतिश्री सज्जीकरण गुड़िक लेख तार मध्य से संख्या गुड़िक आणिकी एठी लिखिदेव कौन अच्छी सा संख्या गुड़िक देख इतिश्री अच्छी 3 5 7 1 11 17 1 3 5 7 11 17 से संख्या गुड़िक लिखिदेव 1 3 5 7 11 17 ये संख्या गुड़िक लिखिदेल जापार ना नहीं भल कि देख या मेन अच्छी टपिकटा बुझ तापर से कहला विमल संख्या गुड़िक जोड़ी जोड़ी कर सजाई यही संख्या गुड़िक जुग्म संख्या कहुए विमल जो संख्या गुड़िक सजाई 4 8 6 12 14 ये कहला से संख्या गुड़िक जुग्म संख्या कहुए कौन पाई आम जुग्म जुग्म को आम पढ़ी भल भाव तृतीय श्रेणी में ताकू तुम्हें जानी जदि जानी मन ना आउ थे आज आम भल भाव बुझेदेवी क्या जुग्म संख्या कहवा क्या अजुग्म संख्या कहवा देख बर्तमान मन देकरी शुण मु बुझाऊँ आम जाना जुग्म संख्या कौन जाना जुग्म संख्या क्या कहुए ये विषय आज आम जाना देख आमर विमल जो संख्या गुड़िक सजेला देख 4 8 6 12 14 जदि आम ताकू आम जोड़ा हिसाब से नबा 4 की जोड़ी जोड़ी की सजेदेवा ए 4टा देख अच्छी मुद्रा 4टा मुद्रा अच्छी ताकू 4 टी जोड़ी जोड़ी करदेवा एटा जोड़े जोड़ी एटा गोटे जोड़ी ये किसी बढ़ला कि आ कि बढ़ला ना 8 छुआ पर देती से 8 8 जो देखेबी तुमको देख यही 8टा आमर मुद्रा नहीं 8टा ताकू जदि जोड़ी जोड़ी करदेवा ये देख गोटे जोड़ी ये दीटार गोटे जोड़ी ना करवा ये गोटे जोड़ी ये गोटे जोड़ी ये केतटा जोड़ी है 1 2 3 4 ये आउ कि बढ़ला कि मुद्रा बढ़ला ना तेणु विमल जो मुद्रा गुड़िक नहीं से सब जोड़ी मुद्रा कौन सी मुद्रा बढ़ला ना आम जब सहजरे कहवा जदि जो संख्या को देख जो संख्या को दुईटी करी भाग करिवा दुईटी करी भाग भाग करिवा भाग करिवा देख जो संख्या को दुईटी करी भाग भाग करिवा द्वारा सही संख्या गुड़िक भाग शेष हो जाए भाग शेष हो जाई थाए ताहा जुग्म संख्या कहुए है एटा गोटे हो पार तुम्हें आउ गोटे सहजरे गोटे धाड़ी रे यदि जानिब जो संख्या 2 द्वारा भाग होई थाए
ସେହି ସଂଖ୍ୟାକୁ ଯୁଗ୍ମ ସଂଖ୍ୟା କୁହାଯାଏ। ଦେଖ ଆମ ଯେଉଁ ସଂଖ୍ୟା 2 ଦ୍ୱାରା ଭାଗ ହେଇଯାଇଥାଏ, 2 ଦ୍ୱାରା ଭାଗ ହେଇଯାଇଥାଏ। ଦେଖ 4 ଗୋଟିଏ, 4 2 ଦୁଣେ 4, 4 ଆଉ 2 ଦ୍ୱାରା ଭାଗ ହେଇଯାଉଛି। 8 ବି 2 ଦ୍ୱାରା ଭାଗ ହେଇଯାଉଛି। 6 2 ଦ୍ୱାରା ଭାଗ ହେଇଯାଉଛି। 12 2 ଦ୍ୱାରା ଭାଗ ହେଇଯାଉଛି, ଯାହାଦ୍ୱାରା ତା ଭାଗ ଶେଷ କିଛି ବଳି ନଥାଏ। ଆଉ ଗୋଟିଏ ସହଜରେ ଯଦି ମନେ ରଖିବ, ଯେଉଁ ସଂଖ୍ୟାର ଏକକ ଘରେ 0 2 4 6 8 ଥିବ, ସେହି ସଂଖ୍ୟାକୁ ଯୁଗ୍ମ ସଂଖ୍ୟା କୁହାଯାଏ। ହେଲା, ଯେଉଁ ସଂଖ୍ୟାର ଏକକ ଘରେ 0 2 4 6 8 ଥିବ, ସେହି ସଂଖ୍ୟାକୁ ଯୁଗ୍ମ ସଂଖ୍ୟା କୁହାଯାଏ। ଆମେ ଦେଖ, ଏଟା ଗୋଟେ ଏକକ, ଏଟା ଗୋଟେ ଏକକ, 8 6 ଗୋଟେ ଏକକ, 12 ଗୋଟେ 2 ଅଙ୍କ, 14 ଗୋଟେ 2 ଅଙ୍କ। ତାହେଲେ ୟାର ଏକକ 1 4 ଅଛି, 8 ଅଛି, 6 ଅଛି, ୟାର 12 ଏକ ଘରେ 2 ଅଛି, 14 ଏକ ଘରେ 4 ଅଛି। ତେଣୁ ଏଇଟା ଗୋଟେ ଗୋଟେ ଯୁଗ୍ମ ସଂଖ୍ୟା ଆମ ଜାଣିଲେ। ଏପାଳି କରିପାରିବ ନା ନାହିଁ? ଯୁଗ୍ମ ସଂଖ୍ୟା କାହାକୁ କୁହାଯାଏ? ସେଠୁ ଆସିଲା। ଦେଖ, ଯୁଗ୍ମ ସଂଖ୍ୟା 1 ରୁ 20 ମଧ୍ୟରେ ଥିବା ସଂଖ୍ୟା ଗୁଡ଼ିକୁ ଯୁଗ୍ମ ବା ଅଯୁଗ୍ମ ଭାବରେ ଚିହ୍ନଟ କର। ତୁମେ ସଂଖ୍ୟାମାନଙ୍କୁ ଯୋଡ଼ି କରି 2 କିମ୍ବା 2ଟି କରି ଚିତ୍ର ଆଙ୍କି ଦର୍ଶାଇ ପାରିବ। ଇତିଶ୍ରୀ ଓ ବିମଳ କିପରି ସଜାଉଛନ୍ତି ଲକ୍ଷ୍ୟ କର। ତୁମେ এই ଯେଉଁ 1 ରୁ 20 ମଧ୍ୟରେ ଥିବା ସଂଖ୍ୟା ଗୁଡ଼ିକ ଯୁଗ୍ମ ବା ଅଯୁଗ୍ମ ଭାବରେ ଚିହ୍ନଟ କର। 1 ରୁ 20 ଲେଖିଦେବ ସଂଖ୍ୟା 1 2 3 4 5 6 7 8 9 10, ଏମିତି 20 ଲେଖିଦେବ। କୋଉଟା ଯୁଗ୍ମ ସଂଖ୍ୟା ତାକୁ ଚିହ୍ନଟ କରିପାରିବ। ଜାଣି ବୁଝିପାରିଲ ନା ନାହିଁ? ଯୁଗ୍ମ ସଂଖ୍ୟା କୁହାଯାଏ। ପୁରା ସର୍ଟ ଫର୍ମୁଲା। ଯେଉଁ ସଂଖ୍ୟାର ଏକକ ଘରେ 0 2 4 6 8 ଥିବ, ସେହି ସଂଖ୍ୟାକୁ ଯୁଗ୍ମ ସଂଖ୍ୟା କୁହାଯାଏ। এইটা ମନେ ରଖିଦେବ। ତୁମେ ଅତି ଆଖି ବୁଝିକିରି ତୁମେ ଯୁଗ୍ମ ସଂଖ୍ୟାକୁ ଚିହ୍ନଟ କରିପାରିବ। ହେଲା, ପିଲେ ବୁଝିପାରିଲ ତ? ଦେଖ ପିଲାମାନେ, ସେଇଭଳି ଭାବରେ ଅଯୁଗ୍ମ ସଂଖ୍ୟାକୁ ମଧ୍ୟ ଜାଣିବା। ଯୁଗ୍ମ ସଂଖ୍ୟା ଆମେ ସହଜରେ ଚିହ୍ନଟ କରିବା। ଅଯୁଗ୍ମ ସଂଖ୍ୟା କ'ଣ? ଯେଉଁ ସଂଖ୍ୟା 2 ଦ୍ୱାରା ଭାଗ କଲେ ଭାଗ ଶେଷ ବଳିଥାଏ, ତାହାକୁ ଅଯୁଗ୍ମ ସଂଖ୍ୟା କୁହାଯାଏ। ମନେ ରହିଲା? ଦେଖ, ଆମେ ଜାଣିଥିଲେ ଏଇଠି ଯେଉଁ ଆମର ଇତିଶ୍ରୀ ସଜେଇଥିଲା, ଦେଖ 1 3 5 7, ତାକୁ ଆମେ ଦେଖିବା କ'ଣ ହେଉଛି। 1 ଦେଖ ଗୋଟିଏ ମୁଦ୍ରା ନେଇଥିଲା, ଗୋଟିଏ ମୁଦ୍ରାକୁ 2 ଦ୍ୱାରା ଭାଗ କଲେ ଭାଗ ହେଉଛି କି? ହେଉନି, ସେ ବଳୁଛି। ଏଟା ଗୋଟେ 1 ମଧ୍ୟ ଗୋଟେ ଅଯୁଗ୍ମ ସଂଖ୍ୟା। ଏଠି ଦେଖ 3 ନେଇଥିଲା, 3 ନେଇଥିଲା, ଦେଖ 3ଟା ମୁଦ୍ରା, 3 ଗୋଟିଏ ଯୋଡ଼ି ହେଲା, ଆଉ ଗୋଟିଏ ବଳିଲା, ଏଟା ମଧ୍ୟ 3 ଗୋଟେ ଅଯୁଗ୍ମ ସଂଖ୍ୟା। 5 ନେଇଥିଲା, ଦେଖ 2 2ଟା ଯୋଡ଼ି କଲି, 2 ଦ୍ୱାରା ଭାଗ କଲି, 1 ବଳି ପଡ଼ିଲା, ସେ ମଧ୍ୟ 5 ଗୋଟେ ଅଯୁଗ୍ମ ସଂଖ୍ୟା। ଏଠି 7 ନେଇଥିଲା, 2ରେ ଗୋଟିଏ ଯୋଡ଼ି, ଏଟା ଗୋଟେ ଯୋଡ଼ି, ଏଟା ଗୋଟେ ଯୋଡ଼ି, ଗୋଟେ ବଳି ପଡ଼ିଲା, 7 ଗୋଟେ ଅଯୁଗ୍ମ ସଂଖ୍ୟା। ତୁମେ ବର୍ତ୍ତମାନ ଅତି ସହଜରେ ଯୁଗ୍ମ ସଂଖ୍ୟା ଅଯୁଗ୍ମ ସଂଖ୍ୟାକୁ ଚିହ୍ନଟ କରିପାରିବ ନା ନାହିଁ? ମୁଁ ଦେଖ ଆଉ ଥରେ କହିଦେଉଛି। ଏଇଠି ଯେଉଁ 1 ରୁ 10 ଲେଖିଥିଲି, ତାକୁ ବର୍ତ୍ତମାନ ତୁମେ କୁହ, 1 ଗୋଟେ ଯୁଗ୍ମ ନା ଅଯୁଗ୍ମ? ଯୁଗ୍ମ ନା ଅଯୁଗ୍ମ? ଅଯୁଗ୍ମ। 3 ଗୋଟିଏ ଅଯୁଗ୍ମ, 5 ଗୋଟିଏ ଅଯୁଗ୍ମ, 7 ଗୋଟିଏ ଅଯୁଗ୍ମ। ହେଲା, ୟା ପରେ କ'ଣ ଆସିବ? 9 ଗୋଟିଏ ମଧ୍ୟ ଅଯୁଗ୍ମ। ତାକୁ ଆମେ ଯଦି 2 ଦ୍ୱାରା ଭାଗ କଲେ କେତେ ବଳିବ? 1 ବଳିଯିବ। 2 2 4, ଦେଖ ଏଇ 4 ଦୁଣେ ଏଇଠି ଆମର ଏଇଠି କୁହାଯାଇଥିଲା, ଆଉ ଗୋଟିଏ ବଳି ପଡ଼ିବ, ଏଠି ଗୋଟେ ଅଧିକ ନେଲେ 9 ହେଇଯିବ। ତେଣୁ ଆଉ ଯେଉଁଟା ଅବଶିଷ୍ଟ ରହିଲା, 2 ଗୋଟିଏ ଯୁଗ୍ମ, 4 ଗୋଟିଏ ଯୁଗ୍ମ, 6 ଗୋଟିଏ ଯୁଗ୍ମ, 8 ଗୋଟେ ଯୁଗ୍ମ, 10 ଗୋଟିଏ ମଧ୍ୟ ଯୁଗ୍ମ ସଂଖ୍ୟା। ବର୍ତ୍ତମାନ ତୁମେ ଖାତାରେ ଲେଖିକିରି 1 ଠାରୁ 50 ଭିତରେ କେତୁଟା ଯୁଗ୍ମ ସଂଖ୍ୟା ଅଛି, କେତୁଟା ଅଯୁଗ୍ମ ସଂଖ୍ୟା ଅଛି, ନିଜେ କରିକିରି ଦେଖ।
ହେଲା ପିଲାମାନେ ଏଇ ବିଷୟଟି ସଇଲା। ତେଣୁ ଆମ ଚ୍ୟାନେଲରେ ସବୁବେଳେ ନୂଆ ନୂଆ ଭିଡ଼ିଓ ଆସିବ। ତୁମେ ବର୍ତ୍ତମାନ ଗୋଟେ ସବସ୍କ୍ରାଇବ୍ କରିଦେବ। ନେକ୍ସଟ ବିଷୟଟିକୁ ଆଣିବା ହେଲା। ରହୁଛି ପିଲାମାନେ। ହଉ ଦେଖ ପିଲାମାନେ ସେ କହିଛି ପେନସିଲ ସଂରଚନା ତଳେ କେତେ ଗୁଡ଼ିଏ ସଂଖ୍ୟା ଲେଖାଯାଇଛି। ଅଯୁଗ୍ମ ସଂଖ୍ୟା ଚାରିପଟେ ଗୋଲ ଚିହ୍ନ ଦେବ ଆଉ ଯୁଗ୍ମ ସଂଖ୍ୟା ଚାରିପଟେ କି କ'ଣ ଆୟତ ଚିହ୍ନ ଦେବ। ଆବଶ୍ୟକ ହେଲେ ରଙ୍ଗ ପେନସିଲ ଦ୍ୱାରା ରଙ୍ଗିନ କର। ଆମେ ରଙ୍ଗିନ କରିବା ଜାଣିକିରି ଦେଖିବା କ'ଣ ଦେଇଛି। ହଉ ଦେଖ ଏଠି ଆମେ 5 ସେ କରିଦେଇଛି ଅଯୁଗ୍ମ ଯୁଗ୍ମ। ସେ କହିଲା ଅଯୁଗ୍ମ ସଂଖ୍ୟା ଚାରିପଟେ ଶୂନ ବୋଲିବ 5 ଗୋଟିଏ କ'ଣ ଅଯୁଗ୍ମ ସଂଖ୍ୟା ହେଲା। ସେମିତି 8 ଗୋଟିଏ କ'ଣ ଯୁଗ୍ମ ସଂଖ୍ୟା। 36 ଗୋଟିଏ କ'ଣ ହବ। ଆମେ ଜାଣିଥିଲେ ଯେଉଁ ସଂଖ୍ୟାର ଏକ ଘରେ କ'ଣ 0 2 4 6 8 ଥିବ 36 ଗୋଟିଏ ମଧ୍ୟ କ'ଣ ଯୁଗ୍ମ ସଂଖ୍ୟା। ତା ଚାରିପଟେ ସେମିତି କ'ଣ ଦେଇଦେବ ଆୟତ ଚିତ୍ରଟିଏ ଦେଇଦେବ। ତା ଚାରିପଟେ ଆୟତ ଚିତ୍ରଟିଏ ଦେଇଦେବ। ଆୟତ ଚିତ୍ରଟି ନହେଲେ ଚାରିପଟେ କରିଦେବ ଏଇଭଳି ଭାବରେ। ବୁଝିପାରିଲ। ତାପରେ 69 କ'ଣ ଅଯୁଗ୍ମ ସଂଖ୍ୟା। ତମକୁ ପରୀକ୍ଷା କରିବା ପାଇଁ କହୁଥିଲି କ'ଣ ଏଟା ଅଯୁଗ୍ମ ସଂଖ୍ୟା। 22 ଗୋଟିଏ ଯୁଗ୍ମ ସଂଖ୍ୟା। 51 ଗୋଟିଏ କ'ଣ ଅଯୁଗ୍ମ ସଂଖ୍ୟା। 30 ଗୋଟିଏ ଯୁଗ୍ମ ସଂଖ୍ୟା। 38 ଗୋଟିଏ ଯୁଗ୍ମ ସଂଖ୍ୟା। 37 ଗୋଟିଏ ଅଯୁଗ୍ମ ସଂଖ୍ୟା। 52 ଗୋଟିଏ କ'ଣ 52 ଗୋଟିଏ ଅଯୁଗ୍ମ ସଂଖ୍ୟା କିରେ। ଆରେ ପ୍ଲେସ୍ 52 ଅଯୁଗ୍ମ ସଂଖ୍ୟା କି। 37 ହେଲା ଅଯୁଗ୍ମ ସଂଖ୍ୟା। 52 ହେଲା ଯୁଗ୍ମ ସଂଖ୍ୟା। 43 ହେଲା ଅଯୁଗ୍ମ ସଂଖ୍ୟା। ବୁଝିପାରିଲ। କେଉଁ ସଂଖ୍ୟା ଗୁଡ଼ିକ ଯୁଗ୍ମ କେଉଁ ଗୁଡ଼ିକ ଅଯୁଗ୍ମ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର। ଆମେ ବର୍ତ୍ତମାନ ଆଲୋଚନା କରିବା କେଉଁ ଗୁଡ଼ିକ ଯୁଗ୍ମ ହେଲା କେଉଁ ଗୁଡ଼ିକ ଅଯୁଗ୍ମ ହେଲା। ତାପରେ ସେ କହିଲା ଇତିଶ୍ରୀ ଗଣିତ ବହି ପୃଷ୍ଠାର ସଂଖ୍ୟା ଗୁଡ଼ିକ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ହେଲା। ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ମଜାଦାର ସଂରଚନା ଦେଖିବାକୁ ପାଇଛି। ଇତିଶ୍ରୀ କେଉଁ ସଂରଚନାଟି ପାଇଛି ତୁମେ ଗଣିତ ବହି ଦେଖି କହିପାରିବ କି। ପେନସିଲ ଭିତରେ ଥିବା ଯୁଗ୍ମ ସଂଖ୍ୟା ଚାରିପଟେ କ'ଣ ଆୟତ ଚିତ୍ର ଚିହ୍ନ ଓ ଅଯୁଗ୍ମ ସଂଖ୍ୟା ଚାରିପଟେ ଗୋଲକ ଚିହ୍ନ ଦେଅ ହେଲା। ଦେଖିବା କ'ଣ ଆଉ ଆର ପେଜରେ ଅଛି। ଏଇ ପେନସିଲ ଅଛି ଏଇଟା ଦେଖ ଏଇ ପେନସିଲ ଅଛି। ଏଇ ପେନସିଲ ଭିତରେ ଆମେ ଦେଖିବା ଯୁଗ୍ମ ଆଉ ଅଯୁଗ୍ମ ସଂଖ୍ୟାକୁ। ଦେଖ ଏଠି କହିଛି କ'ଣ ଯୁଗ୍ମ ସଂଖ୍ୟା ଚାରିପଟେ କ'ଣ ଦେବ ଆୟତ ଚିତ୍ର। ଅଯୁଗ୍ମ ସଂଖ୍ୟା ଚାରିପଟେ ଗୋଲକ। ତାପରେ ଏଇଠି ଦେଖ 1 ଗୋଟିଏ ଅଯୁଗ୍ମ ସଂଖ୍ୟା। 2 ଗୋଟିଏ ଯୁଗ୍ମ। 3 ଗୋଟିଏ କ'ଣ ଅଯୁଗ୍ମ। 4 ଗୋଟିଏ ଯୁଗ୍ମ। ଏଇଭଳି ଭାବରେ ତୁମେ ଏଇ ଯେଉଁ ଚିହ୍ନ ଦେଇକିରି କରିପାରିବ। ତ ସହଜ ଭାବରେ ବୁଝେଇ ଦେଇଛି ଏପାଳି କରିପାରିବ ନା ନାହିଁ। ହଉ କରିଦେବ ବଢ଼ିଆ ପିଲାମାନେ। ହଉ ପିଲାମାନେ ଦେଖ ଏକର ପେଜରେ ସେମିତି ମଧ୍ୟ ପେନସିଲ ଚିତ୍ର ଅଛି। ତା ମଧ୍ୟରେ ମଧ୍ୟ ଚିହ୍ନେଇ ପାରିବ ଯୁଗ୍ମ ଅଯୁଗ୍ମ ସଂଖ୍ୟା ମଧ୍ୟରେ କେତେ ଗୁଡ଼ିଏ ସଂଖ୍ୟା ଦେଇଛି। ଏପଟେ 50 ଦେଇଥିଲା ଏଇଠି 51 52 53 54 ମଧ୍ୟ ଯୁଗ୍ମ ଅଯୁଗ୍ମ ଚିହ୍ନେଇ ପାରିବ। ଦେଖ ନିମ୍ନରେ ଦିଆହେଇଥିବା ସଂଖ୍ୟା ମଧ୍ୟରୁ ଯୁଗ୍ମ ଅଯୁଗ୍ମ ସଂଖ୍ୟା ଗୁଡ଼ିକୁ ଚିହ୍ନଟ କରି ଲେଖ। ଚିହ୍ନଟ କରିବାର କାରଣ ବର୍ଣ୍ଣନା କର। ଦେଖ 30 46 78 67 300 154 415 99। ଏଥିରୁ ଅଯୁଗ୍ମ ସଂଖ୍ୟା ଗୁଡ଼ିକ କେମିତି ଆମେ ଜାଣିଥିଲେ ଯେଉଁ ସଂଖ୍ୟାର ଏକକ ଘରେ ଯୁଗ୍ମ ସଂଖ୍ୟା ଜାଣିଥିଲେ ଯେଉଁ ସଂଖ୍ୟାର ଏକକ ଘରେ 0 2 4 6 8 ଥିବ ତାକୁ ଯୁଗ୍ମ ସଂଖ୍ୟା ବୋଲି କହିବା। ଆଉ ଯେଉଁଟା 0 2 4 6 8 ନଥିବ ତାକୁ କ'ଣ ଜାଣିବା ଅଯୁଗ୍ମ ସଂଖ୍ୟା ବୋଲି ଜାଣିବା। ପୁରା ସିମ୍ପୁଲ କଥା ଟିକେ ମୁଣ୍ଡ ଖେଳିଲେ କରିପାରିବ। ଦେଖ ଏଠି 0 ଅଛି ଏଟା କି ସଂଖ୍ୟା ହେବ ଯୁଗ୍ମ ସଂଖ୍ୟା। ଏଠି ଅଛି ଏକକ ଘରେ କ'ଣ ଅଛି 46 4 10 6 1 6 1 6 ଅଛି ଏଟା ଯୁଗ୍ମ ସଂଖ୍ୟା ଯିବ ହାରି। 7 10 8 1 ଯୁଗ୍ମ ସଂଖ୍ୟା ଯିବ ହାରି। ଏଠି 6 10 7 1 7 1 67 ଗୋଟିଏ ଅଯୁଗ୍ମ ସଂଖ୍ୟା। ଏଠି ଦେଖ ସହକ କରାଇଲା 300 0 10 0 1 ଏଟା ମଧ୍ୟ ଯୁଗ୍ମ ସଂଖ୍ୟାରେ ଯିବ ହାରି 0 ଅଛି। ଏଠି 100 5 10 4 1 ଏଠି 4 ଅଛି ଏକ ଘରେ ଏଟା କି କୋଉ ସଂଖ୍ୟାରେ ଯିବ ହାରି ଯୁଗ୍ମ ସଂଖ୍ୟାରେ। ଦେଖ ଏଠି 400 1 10 5 1 415 ଏଟା ଗୋଟେ ଅଯୁଗ୍ମ ସଂଖ୍ୟାରେ ଗଲା ହାରି। ଏଠି 99
ଅନେଶତ ମଧ୍ୟ 0 2 4 6 8 ଯୋଉ ଏକ ଘରେ କୋଉଟା ଅଛି କି ନାହିଁ, ତେଣୁ ଏଟା ଅଯୁଗ୍ମ ସଂଖ୍ୟାରେ ଯିବା ହାରି। ଏଇଭଳି ଭାବରେ ତୁମେ ଯୁଗ୍ମ ଅଯୁଗ୍ମ ସଂଖ୍ୟାକୁ କରିପାରିବ ନା ନାହିଁ? ହଉ ପିଲାମାନେ, ତୁମେ ବହୁତ ଭଲ ଭାବରେ ଯୁଗ୍ମ ଅଯୁଗ୍ମ ସଂଖ୍ୟାକୁ ଜାଣିଲ। ବର୍ତ୍ତମାନ ନିଜେ ଖାତାରେ 1 ରୁ 100 ମଧ୍ୟରେ ଲେଖି ଯୁଗ୍ମ ଅଯୁଗ୍ମ ସଂଖ୍ୟାକୁ ଚିହ୍ନଟ କର ଯାଇ ମନେ ରହିବ ହେଲା ପିଲାମାନେ। ହଉ ରହୁଛି, ପୁଣି ଆର ନେକ୍ସଟ ଚାପ୍ଟରରେ ଆମେ ଆଲୋଚନା କରିବା।